ଏହି ଭିଡ଼ିଓରେ ଆମେ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ୟୁନିଟ୍ 4ର ଟପିକ୍ ବିତ୍ତର ପ୍ରବାହ ବିଷୟରେ ଜାଣିବା। ଏହି ଭିଡ଼ିଓରେ ଆମେ କ'ଣ ଜାଣିବା ପିଲାମାନେ ଦେଖ, ବିତ୍ତର ପ୍ରବାହ କାହାକୁ କୁହାଯାଏ ତାର ବିଷୟରେ ଜାଣିବା। ବିତ୍ତର ପ୍ରବାହ ହେଲା ବୋଲି ଆମେ କେମିତି ଜାଣୁ ତାର ବିଷୟରେ ଜାଣିବା। ବିତ୍ତ ପ୍ରବାହର ମାଧ୍ୟମ ବିଷୟରେ ଜାଣିବା। ବିତ୍ତ ପ୍ରବାହର ବିରୋଧ କେମିତି ହୋଇଥିଲା ତାର ବିଷୟରେ ଜାଣିବା। ତା ସହିତ ବିତ୍ତ ପ୍ରବାହର ପ୍ରଭାବ ବିଷୟରେ ମଧ୍ୟ ଜାଣିବା। ପିଲାମାନେ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ବାର୍ଷିକ ପରୀକ୍ଷାରେ ଏହି ବିତ୍ତର ପ୍ରବାହ 3 ମାର୍କର ପ୍ରଶ୍ନ ଆସିଥାଏ। ଯଦି ବିତ୍ତର ପ୍ରବାହ 3 ମାର୍କର ପ୍ରଶ୍ନ ଆସିଲା ତାହେଲେ ପିଲାମାନେ ଏଠି ଯେଉଁ 5ଟି ପଏଣ୍ଟ ଲେଖା ହେଇଛି ବିତ୍ତର ପ୍ରବାହ ହେଲା ବିତ୍ତ ପ୍ରବାହର ମାଧ୍ୟମ, ବିତ୍ତ ପ୍ରବାହର ବିରୋଧ ଏବଂ ବିତ୍ତ ପ୍ରବାହର ପ୍ରଭାବ। এই 5ଟି ପଏଣ୍ଟକୁ ନେଇକି ତୁମେ ତାର ଉତ୍ତର ଲେଖିପାରିବ। ତ ଚାଲ ପିଲାମାନେ ଆମେ ଜାଣିବା ବିତ୍ତର ପ୍ରବାହର ଏହି ମୁଖ୍ୟ 5ଟି ପଏଣ୍ଟ ବିଷୟରେ। ବିତ୍ତର ପ୍ରବାହ ବା ବିତ୍ତର ନିଷ୍କାସନ। ଭାରତରୁ ଇଂଲଣ୍ଡକୁ ଅବିରତ ବିତ୍ତ ପ୍ରବାହ ଫଳରେ ଭାରତ ଯେଉଁ ବିପୁଳ ପରିମାଣର ଆର୍ଥିକ, ବାଣିଜ୍ୟ ଓ ବୈଷୟିକ ଲାଭରୁ ବଞ୍ଚିତ ହେଲା, ଏହି ପ୍ରକ୍ରିୟାକୁ ବିତ୍ତର ପ୍ରବାହ କୁହାଯାଏ। ବିତ୍ତ ନିଷ୍କାସନ ହେଲା ବୋଲି ଆମେ କେତେବେଳେ ଜାଣିବା ପିଲାମାନେ, ଯେତେବେଳେ ବାଣିଜ୍ୟ ବ୍ୟବସାୟର ମୂଲ୍ୟ ବିନିମୟରେ ଦିଆଯାଉଥିବା ସୁନା ଓ ରୂପାର ମୂଲ୍ୟ ବହୁ ଗୁଣରେ ଅଧିକ ହୋଇଥାଏ, ସେତେବେଳେ ଆମେ ଜାଣିଯିବା ଯେ ବିତ୍ତର ନିଷ୍କାସନ ହେଲା ବୋଲି। 1757 ମସିହାରୁ 1857 ମସିହା ପର୍ଯ୍ୟନ୍ତ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ପରିଚାଳିତ ହୋଇଥିଲା। ଭାରତରୁ ଆଦାୟ ହେଉଥିବା ଟିକସ ଓ ଆୟ ଭାରତୀୟମାନଙ୍କ ପାଇଁ ବ୍ୟବହାର ହେଉନଥିଲା। ସେହି ଟିକସ ଓ ଆୟ ଇଂଲଣ୍ଡରେ ଖର୍ଚ୍ଚ ହେଉଥିଲା। 1757ରୁ 1765 ମସିହା ମଧ୍ୟରେ 60 ଲକ୍ଷ ପାଉଣ୍ଡ ଇଂଲଣ୍ଡର ଲୋକମାନେ ଭାରତରୁ ଇଂଲଣ୍ଡକୁ ବିତ୍ତ ନିଷ୍କାସନ କରିନେଲେ। ବଙ୍ଗଳାର ନବାବଙ୍କର ଜମି ଖଜଣାର 4 ଗୁଣ ବିତ୍ତ ନିଷ୍କାସନ କରିନେଲେ ବ୍ରିଟିଶର୍ସମାନେ 1765 ମସିହାରେ ଇଂଲଣ୍ଡକୁ। ଆହୁରି ପିଲାମାନେ 1765 ମସିହାରୁ 1770 ମସିହା ମଧ୍ୟରେ 4 ଲକ୍ଷ ପାଉଣ୍ଡର ସାମଗ୍ରୀ ମଧ୍ୟ ଇଂରେଜମାନେ ଇଂଲଣ୍ଡକୁ ନିଷ୍କାସନ କରି ନେଲେ। ବଙ୍ଗଳାର 33% ଆୟ ନିଷ୍କାସନ କଲେ ସେମାନେ। ଅଷ୍ଟାଦଶ ଶତାବ୍ଦୀରେ ଭାରତୀୟ ରାଷ୍ଟ୍ରୀୟ ଆୟର 2% ଇଂରେଜମାନେ ଇଂଲଣ୍ଡକୁ ବିତ୍ତ ନିଷ୍କାସନ କରିଦେଲେ ଭାରତର। ଏହାଠାରୁ ଆହୁରି ଅଧିକ ବୋଲି ବି ବିଶ୍ୱାସ କରାଯାଏ, କାହିଁକି ନା ଭାରତୀୟମାନେ ଇଂରେଜମାନଙ୍କର ଦରମା, ପେନସନ ଇତ୍ୟାଦି ବି ଦେଉଥିଲେ। ବିତ୍ତ ନିଷ୍କାସନର ଅନ୍ୟ ଏକ ରୂପ ହେଲା ଆମଦାନୀ ତୁଳନାରେ କ୍ରମବର୍ଦ୍ଧିଷ୍ଣୁ ରପ୍ତାନି ବା ଆମଦାନୀ ତୁଳନାରେ ରପ୍ତାନିର ବୃଦ୍ଧି। 1757 ମସିହାରୁ 1857 ମସିହା ମଧ୍ୟରେ ଏହି ରପ୍ତାନିର ମାତ୍ରା ବଢ଼ିଯାଇଛି। 1840 ମସିହାରେ ଲର୍ଡ ଏଲେନବରୋ, ଯିଏକି ହାଉସ ଅଫ ଲର୍ଡସର ଅଧ୍ୟକ୍ଷ ଥିଲେ, ପରେ ସେ ଭାରତର ବଡ଼ଲାଟ ମଧ୍ୟ ହୋଇଛନ୍ତି, ସେ କହିଛନ୍ତି ବାର୍ଷିକ 20ରୁ 30 ଲକ୍ଷ ପାଉଣ୍ଡ ଏହି ଦେଶକୁ ଦେଇଥାଏ ବୋଲି। ତାର ମାନେ ହେଲା ପିଲାମାନେ, ବାର୍ଷିକ 20ରୁ 30 ଲକ୍ଷ ପାଉଣ୍ଡ ଭାରତ ଇଂଲଣ୍ଡ ଦେଶକୁ ଦେଇଥାଏ ବୋଲି କହିଛନ୍ତି ସେ। ପୁଣି 1858 ମସିହାରେ ଏହି 20ରୁ 30 ଲକ୍ଷ ପାଉଣ୍ଡ
ବୃଦ୍ଧି ମଧ୍ୟ ହୋଇଛି ବୋଲିକି ସେ କହିଛନ୍ତି। ଊନବିଂଶ ଶତାବ୍ଦୀରେ ରାଷ୍ଟ୍ରୀୟ ଆୟର 6% ବିତ୍ତ ଇଂଲଣ୍ଡକୁ ନିଷ୍କାସନ ହେଉଥିଲା ଏବଂ ରାଷ୍ଟ୍ରୀୟ ଜମାର 1/3 ବା 3 ଭାଗରୁ ଗୋଟିଏ ଭାଗ ରାଷ୍ଟ୍ରୀୟ ଜମାର ବିତ୍ତ ନିଷ୍କାସନ ହୋଇଥିଲା। ଏହି ସ୍ଲାଇଡ଼ରେ ଆମେ ଜାଣିବା ପିଲାମାନେ ଭାରତର ବିତ୍ତ ନିଷ୍କାସନ କେଉଁ ମାଧ୍ୟମରେ ହେଉଥିଲା ବା ବିତ୍ତ ନିଷ୍କାସନର ମାଧ୍ୟମ ବିଷୟରେ ଜାଣିବା। ଭାରତର ବିତ୍ତ ବା ଧନ ସମ୍ପତ୍ତି କଞ୍ଚାମାଲ ରୂପେ ଇଂଲଣ୍ଡକୁ ନିଷ୍କାସିତ ହେଉଥିଲା। ଇଂରେଜ ଶାସନର ବ୍ୟୟବହୁଳ ଖର୍ଚ୍ଚ ଭାବରେ ଭାରତର ବିତ୍ତ ଇଂଲଣ୍ଡକୁ ନିଷ୍କାସିତ ହେଉଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀର ଧାରର ସୁଧ ମୂଳ ବାବଦରେ ଦେୟ ହିସାବରେ ମଧ୍ୟ ଭାରତରୁ ବିତ୍ତ ନିଷ୍କାସିତ ହେଉଥିଲା। ପ୍ରତିରକ୍ଷା, ପୋଲିସ, ଗମନାଗମନ, ଅମଲାତନ୍ତ୍ର ଏବଂ ବାଣିଜ୍ୟ ପାଇଁ ମଧ୍ୟ ଯେଉଁ ପଇସା ଖର୍ଚ୍ଚ ହେଉଥିଲା, ଏହାରି ମାଧ୍ୟମରେ ମଧ୍ୟ ଭାରତରୁ ଇଂଲଣ୍ଡକୁ ବିତ୍ତ ନିଷ୍କାସିତ ହେଉଥିଲା। କମ୍ପାନୀର ଅଂଶଧନ ଥିବା ବ୍ୟକ୍ତି ଓ ସଂସ୍ଥାର ଖର୍ଚ୍ଚ ପ୍ରଦାନ ବାବଦରେ ମଧ୍ୟ ଭାରତରୁ ବିତ୍ତ ନିଷ୍କାସିତ ହେଉଥିଲା। କମ୍ପାନୀର ଅଂଶଧନ ଥିବା ବ୍ୟକ୍ତିମାନେ ଯେଉଁ ଲୋକମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ଜଡ଼ିତ ଥିଲେ କିନ୍ତୁ ଭାରତରେ ନଥିଲେ, ତାଙ୍କୁ କୁହାଯାଉଛି କମ୍ପାନୀର ଅଂଶଧନ ଥିବା ବ୍ୟକ୍ତି। ତା ସହିତ ସଂସ୍ଥା କେଉଁ ସଂସ୍ଥା ପିଲାମାନେ? ଯେଉଁ ସଂସ୍ଥା ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ଜଡ଼ିତ କିନ୍ତୁ ସେହି ସଂସ୍ଥା ଇଂଲଣ୍ଡରେ ଅବସ୍ଥିତ, ତାର ଖର୍ଚ୍ଚ ମଧ୍ୟ ଭାରତ ପ୍ରଦାନ କରୁଥିଲା ଏବଂ ଏହିପରି ଭାବରେ ଭାରତରୁ ବିତ୍ତ ନିଷ୍କାସିତ ହେଉଥିଲା ଇଂଲଣ୍ଡକୁ। ଆହୁରି ପିଲାମାନେ କେମିତି ହେଉଥିଲା ଦେଖ, କୋର୍ଟ ଅଫ୍ ଡାଇରେକ୍ଟର ଓ ବୋର୍ଡ଼ ଅଫ୍ ରେଭିନ୍ୟୁର ସଦସ୍ୟଙ୍କ ଦରମା ମଧ୍ୟ ଭାରତରୁ ହିଁ ଦିଆଯାଉଥିଲା ଏବଂ ଏହିପରି ଭାବରେ ମଧ୍ୟ ଭାରତରୁ ବିତ୍ତ ନିଷ୍କାସିତ ହେଉଥିଲା। ଆହୁରି କେମିତି ହେଉଥିଲା ଦେଖ ପିଲାମାନେ, ପ୍ରଶାସନିକ, ନ୍ୟାୟିକ ଓ ସାମରିକ ବ୍ୟକ୍ତିମାନଙ୍କର ଦରମା, ସଞ୍ଚୟ, ପେନ୍ସନ୍ ଇତ୍ୟାଦି ବାବଦକୁ ମଧ୍ୟ ଭାରତ ପଇସା ଦେଉଥିଲା ଏବଂ ଏହିପରି ଭାବରେ ମଧ୍ୟ ଭାରତରୁ ବିତ୍ତ ନିଷ୍କାସିତ ହେଉଥିଲା ଇଂଲଣ୍ଡକୁ ଏବଂ ଏହି ବିତ୍ତ ନିଷ୍କାସନ ବହୁ ଗୁଣିତ ହୋଇଯାଇଥିଲା। ଏହି ସ୍ଲାଇଡ଼ରେ ଅନେକ ଗୁଡ଼ିଏ ଫଟୋ ଚିତ୍ର ଦେଖିପାରୁଥିବା ପିଲାମାନେ, ପ୍ରଥମ ଫଟୋ ଚିତ୍ରଟି ହେଉଛି ଦାଦାଭାଇ ନାରୋଜୀଙ୍କର, ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ଗୋପାଳ କୃଷ୍ଣ ଗୋଖଲେଙ୍କର ଏବଂ ତୃତୀୟ ଫଟୋ ଚିତ୍ରଟି ହେଉଛି ରମେଶ ଚନ୍ଦ୍ର ଦତ୍ତଙ୍କର। ଏଠି ଯେଉଁ ପୁସ୍ତକଟିର ଛବି ଅଛି ପିଲାମାନେ, ଏହି ପୁସ୍ତକଟି ହେଉଛି ପଭର୍ଟି ଏଣ୍ଡ ଅନ୍ ବ୍ରିଟିଶ ରୁଲ୍ ଇନ୍ ଇଣ୍ଡିଆ ଏବଂ ଏହି ପୁସ୍ତକକୁ ରଚନା କରିଛନ୍ତି ଦାଦାଭାଇ ନାରୋଜୀ। ଏବଂ ଏହି ରାଇଟ୍ ସାଇଡ଼ରେ ଯେଉଁ ପୁସ୍ତକଟି ଅଛି ପିଲାମାନେ, ଏହି ପୁସ୍ତକଟିର ନାମ ହେଉଛି ଦି ଇକୋନୋମିକ୍ ହିଷ୍ଟ୍ରି ଅଫ୍ ଇଣ୍ଡିଆ, ଯାହାକୁ କି ରଚନା କରିଛନ୍ତି ରମେଶ ଚନ୍ଦ୍ର ଦତ୍ତ। ବିତ୍ତ ନିଷ୍କାସନର ପ୍ରଭାବ। ପ୍ରଥମ ପ୍ରଭାବ ହେଲା ପିଲାମାନେ, ବ୍ରିଟେନରେ ଦୃଢ଼ ଶିଳ୍ପାୟନ ହେଲା। ବିତ୍ତ ନିଷ୍କାସନ ହେବା ଦ୍ୱାରା ବ୍ରିଟେନରେ ଦୃଢ଼ ଶିଳ୍ପାୟନ ହେଲା। ଦ୍ୱିତୀୟ ପ୍ରଭାବ ହେଲା, ବ୍ରିଟେନରେ କୃଷିର ଯାନ୍ତ୍ରିକୀକରଣ ହେଲା। ନେକ୍ସଟ, ଭାରତର କୁଟୀର ଶିଳ୍ପର ବିନାଶ ହେଲା। ଭାରତର ବାଣିଜ୍ୟ କାରବାର କ୍ଷତିଗ୍ରସ୍ତ ହେଲା। ଭାରତର ଅର୍ଥନୈତିକ ଓ ରାଜନୈତିକ ଶୋଷଣ ହେଲା। ଭାରତର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଗଲା ବିତ୍ତ ନିଷ୍କାସନ ହେବା ଦ୍ୱାରା। ଭାରତର ଜାତୀୟ ଆୟର ସଞ୍ଚୟ କମିଲା ଏହି ବିତ୍ତର ନିଷ୍କାସନ ହେବା ଦ୍ୱାରା। ରପ୍ତାନି ମାଧ୍ୟମରେ ଇଂରେଜମାନଙ୍କର ଆର୍ଥିକ ଅଭିବୃଦ୍ଧି ହେଲା ଏବଂ ଏହି ରପ୍ତାନି ମାଧ୍ୟମରେ ଭାରତୀୟମାନଙ୍କର ଆର୍ଥିକ କ୍ଷତିଗ୍ରସ୍ତ ହେଲା। ବ୍ରିଟେନରେ ଅଧିକାରୀମାନେ ଉଚ୍ଚ ପଦବୀରେ ନିଯୁକ୍ତି ପାଇଲେ।
ଭାରତୀୟମାନେ ନିମ୍ନ ପଦବୀରେ ନିଯୁକ୍ତି ପାଇଲେ। ଭାରତୀୟମାନେ ସେନାବାହିନୀରେ ସୁବେଦାର ପଦବୀଠାରୁ ଉପର ପଦବୀ ପାଇପାରୁ ନଥିଲେ। ସୁବେଦାର କହିଲେ ପିଲାମାନେ ସେନାବାହିନୀର ସର୍ବନିମ୍ନ ପଦବୀ ଅଟେ ସୁବେଦାର। ଜାତୀୟ କଂଗ୍ରେସ ଜାତୀୟ ସଂଗ୍ରାମ ବେଳେ ସ୍ୱାଧୀନତା ସଂଗ୍ରାମୀ ଓ ଜାତୀୟ କଂଗ୍ରେସ ବିତ୍ତ ନିଷ୍କାସନ ଓ ବ୍ରିଟିଶ ରାଜତ୍ୱର ଶୋଷଣକୁ ବିରୋଧ କରିଥିଲେ। ପିଲାମାନେ ଆଜିର ଭିଡ଼ିଓରେ ଆମେ ଜାଣିଲେ ବିତ୍ତର ପ୍ରବାହ କାହାକୁ କୁହାଯାଏ, ବିତ୍ତର ପ୍ରବାହ କେତେବେଳେ ହେଲା ବୋଲି ଆମେ ଜାଣୁ, ବିତ୍ତର ପ୍ରବାହର ବିଭିନ୍ନ ମାଧ୍ୟମ ବିଷୟରେ ଜାଣିଲେ, ବିତ୍ତ ପ୍ରବାହର ବିରୋଧ କେଉଁମାନେ କରିଥିଲେ ତାଙ୍କ ବିଷୟରେ ଜାଣିଲେ ଏବଂ ବିତ୍ତ ପ୍ରବାହର ପ୍ରଭାବ କ'ଣ ପଡ଼ିଥିଲା ଭାରତ ଉପରେ ତାରି ବିଷୟରେ ଜାଣିଲେ। ଯଦି ତୁମର ବାର୍ଷିକ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସେ ପିଲାମାନେ, ଏହି 5ଟି ପଏଣ୍ଟ ଏଠି ଯେଉଁ ବର୍ଣ୍ଣନା କରାଯାଇଛି ଏ 5ଟି ପଏଣ୍ଟକୁ ତୁମର ଉତ୍ତର ଖାତାରେ ଲେଖିକି ଏ 5ଟି ପଏଣ୍ଟକୁ ତୁମର ଉତ୍ତର ଖାତାରେ ବର୍ଣ୍ଣନା କରିଦେବ। ଏଠି ଯେମିତି ମୁଁ ବୁଝେଇଛି ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ ପିଲାମାନେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଆହୁରି ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଯଦ୍ୱାରା ତୁମେମାନେ ମୁଁ ଯେଉଁ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ବିଷୟବସ୍ତୁର ଯାହା ବି ଟପିକ୍ ଅପଲୋଡ଼ କରିବି ଭିଡ଼ିଓ ମାନେ ତୁମେମାନେ ବହୁତ ସହଜରେ ପାଇପାରିବ ପିଲାମାନେ।